जय जीशु प्रभु जीशु कृष्णटारे मोर अति प्रिय भाई और भौणी मैंने समस्त केमती अच्छा भलरे रहतु। जौहन समाचार अध्याय 1 पद संज्ञा 1। आद्यरे वाक्य थिले, वाक्य ईश्वर सहित थिले एवं सही वाक्य ईश्वर थिले। आसतु मोर भाई और भौणी माने से वाक्य आम वर्तमान शुणा। जय जीशु। उत्पत्ति ग्रंथ अध्याय 5 पद 1 आदामଙ୍କ ଠାରୁ ନୋହା ପର୍ଯ୍ୟନ୍ତ ପିତୃପୁରୁଷମାନଙ୍କର ବଂଶ ପରମ୍ପରା। ଆଦାମଙ୍କ ବଂଶାବଳୀ ଗ୍ରନ୍ଥ ଏହା। ଈଶ୍ୱର ମନୁଷ୍ୟକୁ ସୃଷ୍ଟି କଲା ବେଳେ ନିଜ ସାଦୃଶ୍ୟରେ ଈଶ୍ୱର ତାଙ୍କୁ ସୃଷ୍ଟି କଲେ। ନର ତଥା ନାରୀ ରୂପେ ସେ ସେମାନଙ୍କୁ ସୃଷ୍ଟି କଲେ। ସେମାନଙ୍କ ସୃଷ୍ଟି ହେବା କାଳରେ ସେ ସେମାନଙ୍କୁ ଆଶୀର୍ବାଦ ଦେଲେ ଓ ସେମାନଙ୍କୁ ମନୁଷ୍ୟ ନାମରେ ଅଭିହିତ କଲେ। ଆଦାମଙ୍କ 130 ବର୍ଷ ବୟସରେ ତାଙ୍କ ସାଦୃଶ୍ୟ ତଥା ପ୍ରତିରୂପରେ ଜଣେ ପୁତ୍ର ଜାତ ହେଲା ଓ ଆଦାମ ତାକୁ ସେତ୍ ନାମ ଦେଲେ। ସେତକୁ ଜନ୍ମ ଦେବା ପରେ ଆଦାମ ଆହୁରି 800 ବର୍ଷ ଜୀବିତ ରହିଲେ। ତାଙ୍କର ଅନ୍ୟ କେତେକ ପୁତ୍ର ତଥା କନ୍ୟା ମଧ୍ୟ ଜାତ ହୋଇଥିଲେ। ଏହି ପ୍ରକାରେ ଆଦାମଙ୍କ ସର୍ବମୋଟ ଜୀବନକାଳ 930 ବର୍ଷ ଥିଲା। ତତ୍ପରେ ତାଙ୍କର ମୃତ୍ୟୁ ଘଟିଲା। ସେତ୍ 105 ବର୍ଷ ବୟସରେ ଏନୋସ୍ ନାମକ ଗୋଟିଏ ପୁତ୍ରକୁ ଜାତ କଲେ। ଏନୋସ୍ ଜନ୍ମ ହେବା ପରେ ସେତ୍ ଆହୁରି 807 ବର୍ଷ ଜୀବିତ ରହିଲେ। ତାଙ୍କର ଅନ୍ୟ କେତେକ ପୁତ୍ର ତଥା କନ୍ୟା ମଧ୍ୟ ଜାତ ହୋଇଥିଲେ। ଏହି ପ୍ରକାରେ ସେତଙ୍କ ସର୍ବମୋଟ ଜୀବନକାଳ 912 ବର୍ଷ ଥିଲା ଓ ତତ୍ପରେ ସେ ମୃତ୍ୟୁବରଣ କଲେ। ଏନୋସ୍ 90 ବର୍ଷ ବୟସରେ କେନାନ ନାମକ ଜଣେ ପୁତ୍ରକୁ ଜାତ କଲେ। କେନାନ ଜନ୍ମ ହେବା ପରେ ଏନୋସ୍ ଆହୁରି 815 ବର୍ଷ ଜୀବିତ ରହିଲେ ଏବଂ ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ଏହି ପ୍ରକାରେ ଏନୋସଙ୍କ ସର୍ବମୋଟ ଜୀବନକାଳ 905 ବର୍ଷ ଥିଲା। ତତ୍ପରେ ସେ ମୃତ୍ୟୁବରଣ କଲେ। କେନାନ 70 ବର୍ଷ ବୟସ ସମୟରେ ମାହାଲାଏଲ ନାମକ ଜଣେ ପୁତ୍ରକୁ ଜାତ କଲେ। ମାହାଲାଏଲ ଜନ୍ମ ହେବା ପରେ କେନାନ ଆହୁରି 840 ବର୍ଷ ଜୀବିତ ରହିଲେ। ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ଏହି ପ୍ରକାରେ କେନାନଙ୍କ ସର୍ବମୋଟ ଜୀବନକାଳ 910 ବର୍ଷ ଥିଲା ଓ ତତ୍ପରେ ସେ ମୃତ୍ୟୁବରଣ କଲେ। ମାହାଲାଏଲ 65 ବର୍ଷ ବୟସରେ ଜାରେଦ ନାମରେ ଜଣେ ପୁତ୍ରକୁ ଜାତ କଲେ। ଜାରେଦ ଜନ୍ମ ହେବା ପରେ ମାହାଲାଏଲ ଆହୁରି 830 ବର୍ଷ ଜୀବିତ ରହିଲେ। ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ଏହିପରି ଭାବରେ ମାହାଲାଏଲଙ୍କ ସର୍ବମୋଟ ଜୀବନକାଳ 895 ବର୍ଷ ଥିଲା ଓ ତତ୍ପରେ ସେ ମୃତ୍ୟୁବରଣ କଲେ। ଜାରେଦ 162 ବର୍ଷ ବୟସ ବେଳେ ହେନୋକ ନାମରେ ଜଣେ ପୁତ୍ରକୁ ଜାତ କଲେ। ହେନୋକ ଜାତ ହେବା ପରେ ଜାରେଦ ଆହୁରି 800 ବର୍ଷ ଜୀବିତ ରହିଲେ। ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ଏହିପରି ଭାବରେ ଜାରେଦଙ୍କ ସର୍ବମୋଟ ଜୀବନକାଳ 962 ବର୍ଷ ଥିଲା ଏବଂ ତତ୍ପରେ ସେ ମୃତ୍ୟୁବରଣ କଲେ।
ହେନୋକ 65 ବର୍ଷ ବୟସରେ ମେଥୁସେଲା ନାମକ ଜଣେ ପୁତ୍ରକୁ ଜାତ କଲେ। ମେଥୁସେଲା ଜନ୍ମ ହେବା ପରେ ହେନୋକ ଆହୁରି 300 ବର୍ଷ ଈଶ୍ୱରଙ୍କ ସହଗାମୀ ହୋଇ ଜୀବିତ ରହିଲେ। ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ଏହି ପ୍ରକାରେ ହେନୋକଙ୍କ ଜୀବନକାଳ ସର୍ବମୋଟ 365 ବର୍ଷ ଥିଲା। ହେନୋକ ଈଶ୍ୱରଙ୍କର ସହଗାମୀ ରୂପେ ଜୀବନ ବିତାଇଲେ। ଏହାପରେ ତାଙ୍କର ଅସ୍ତିତ୍ୱ ରହିଲା ନାହିଁ, କାରଣ ଈଶ୍ୱର ତାଙ୍କୁ ସଂଗ୍ରହଣ କଲେ। ମେଥୁସେଲା 187 ବର୍ଷ ବୟସରେ ଲାମେକ ନାମକ ଜଣେ ପୁତ୍ରକୁ ଜାତ କଲେ। ଲାମେକ ଜନ୍ମ ହେବା ପରେ ମେଥୁସେଲା ଆହୁରି 782 ବର୍ଷ ଜୀବିତ ରହିଲେ। ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ଏହି ପ୍ରକାର ମେଥୁସେଲାଙ୍କ ସର୍ବମୋଟ ଜୀବନକାଳ 969 ବର୍ଷ ଥିଲା ଏବଂ ତତ୍ପରେ ସେ ମୃତ୍ୟୁବରଣ କଲେ। ଲାମେକ 182 ବର୍ଷ ବୟସରେ ଗୋଟିଏ ପୁତ୍ରକୁ ଜାତ କଲେ। ପ୍ରଭୁ ଅଭିଶାପ ଦେଇଥିବା ଏହି ପୃଥିବୀରେ ଆମ କର୍ମାବଳୀ ତଥା ଆମ ହସ୍ତର କଠିନ ପରିଶ୍ରମରୁ ଏହି ଜଣକ ଆମକୁ ଆଶ୍ୱାସନା ପ୍ରଦାନ କରିବ। ଏହିପରି କହି ଲାମେକ ତାଙ୍କୁ ନୋହା ନାମରେ ନାମିତ କଲେ। ନୋହାଙ୍କ ଜନ୍ମ ହେବା ପରେ ଲାମେକ ଆହୁରି 595 ବର୍ଷ ଜୀବିତ ରହିଲେ। ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ଏହି ପ୍ରକାରେ ଲାମେକଙ୍କ ଜୀବନକାଳ ସର୍ବମୋଟ 777 ବର୍ଷ ଥିଲା ଓ ତତ୍ପରେ ସେ ମୃତ୍ୟୁବରଣ କଲେ। ନୋହାଙ୍କୁ 500 ବର୍ଷ ବୟସ ହେବା ପରେ ତାଙ୍କର ସେମ୍, ହାମ୍ ଓ ଜାପେତ ନାମକ ପୁତ୍ରଗଣ ଜାତ ହେଲେ। ଅଧ୍ୟାୟ 6। ଯେତେବେଳେ ମନୁଷ୍ୟମାନେ ଭୂପୃଷ୍ଠରେ ବୃଦ୍ଧିପ୍ରାପ୍ତ ହେଲେ ଓ ସେମାନଙ୍କ ବହୁ କନ୍ୟା ଜାତ ହେଲେ, ତେବେ ଈଶ୍ୱର ପୁତ୍ରଗଣ ଦେଖିଲେ ଯେ ମନୁଷ୍ୟମାନଙ୍କ କନ୍ୟାଗଣ ସୁନ୍ଦରୀ ଅଟନ୍ତି। ଏଣୁ ସେମାନେ ନିଜର ଇଚ୍ଛା ମୁତାବକ ସେମାନଙ୍କୁ ନିଜ ନିଜର ପତ୍ନୀ କରିନେଲେ। ତହୁଁ ପ୍ରଭୁ କହିଲେ, ମୋର ଆତ୍ମା ମଣିଷଠାରେ ଚିରକାଳ ବ୍ୟାପୀ ଅବସ୍ଥାନ କରିବ ନାହିଁ, କାରଣ ସେ ମାଂସ ମାତ୍ର। ତାର ପରମାୟୁ 120 ବର୍ଷ ରହିବ। ଈଶ୍ୱର ପୁତ୍ରମାନେ ମନୁଷ୍ୟ କନ୍ୟାମାନଙ୍କ ସହିତ ସହବାସ କରିବା ଫଳରେ ସେମାନଙ୍କଠାରୁ ସନ୍ତାନ ଜନ୍ମ ହେଲେ। ସେ ସମୟରେ ତଥା ତାହାର ପରବର୍ତ୍ତୀ କାଳରେ ପୃଥିବୀରେ ନେଫିଲିମ୍ ନାମକ ବିରାଟକାୟ ଲୋକେ ବାସ କରୁଥିଲେ। ଏହିମାନେ ପ୍ରାଚୀନ କାଳରେ ପ୍ରସିଦ୍ଧି ପ୍ରାପ୍ତ ମହାବୀର ଗଣ। ପ୍ରଭୁ ଦେଖିଲେ ଯେ ଭୂପୃଷ୍ଠରେ ମନୁଷ୍ୟର ଦୁଷ୍ଟତା ପ୍ରବଳ ହୋଇ ଆସୁଛି ଓ ତାର ହୃଦୟର ଚିନ୍ତାଧାରା ଅନବରତ ଦୁଷ୍ଟତାର ପରିକଳ୍ପନା କରୁଅଛି। ଭୂପୃଷ୍ଠରେ ମନୁଷ୍ୟକୁ ସୃଷ୍ଟି କରିଥିବା ଯୋଗୁଁ ପ୍ରଭୁ ଅନୁତପ୍ତ ହେଲେ ଓ ସେଥି ସକାଶେ ତାହାଙ୍କ ହୃଦୟ ବ୍ୟଥିତ ହେଲା। ସୁତରାଂ ପ୍ରଭୁ କହିଲେ, ମୁଁ ସୃଷ୍ଟି କରିଥିବା ମନୁଷ୍ୟକୁ ଭୂପୃଷ୍ଠରୁ ନିଶ୍ଚିହ୍ନ କରିବି ଓ ମନୁଷ୍ୟ ତଥା ପଶୁପଲ, ଉରଗାମୀ ପ୍ରାଣୀ ତଥା ଆକାଶମଣ୍ଡଳର ବିହଙ୍ଗଗଣ ସମସ୍ତଙ୍କୁ ମୁଁ ଲୋପ କରିବି। କାରଣ ସେଗୁଡ଼ିକୁ ଗଠନ କରିଥିବା ହେତୁ ମୁଁ ଦୁଃଖିତ। କିନ୍ତୁ ନୋହା ପ୍ରଭୁଙ୍କ ଦୃଷ୍ଟିରେ ସମ୍ପ୍ରୀତି ପ୍ରାପ୍ତ ହେଲେ। ନୋହାଙ୍କ ବଂଶାବଳୀ ଏହା। ନୋହା ନିଜ ବଂଶ ମଧ୍ୟରେ ଜଣେ ନୀତିନିଷ୍ଠ ତଥା
ନିରପରାଧ ବ୍ୟକ୍ତି ଥିଲେ ଓ ଈଶ୍ୱରଙ୍କ ସହଗାମୀ ହୋଇ କାଳଯାପନ କଲେ। ନୋହାଙ୍କ ସେମ୍, ହାମ୍ ଓ ଜାପେତ ନାମକ ପୁତ୍ରତ୍ରୟ ଥିଲେ। ପୃଥିବୀ ଈଶ୍ୱରଙ୍କ ଦୃଷ୍ଟିରେ ଦୁର୍ନୀତିଗ୍ରସ୍ତ ତଥା ହିଂସାପରାୟଣ ଦେଖାଗଲା। ଭୂମଣ୍ଡଳ ଦୁର୍ନୀତିଗ୍ରସ୍ତ ହୋଇଥିବା ଈଶ୍ୱରଙ୍କର ଦୃଷ୍ଟିଗୋଚର ହେଲା, କାରଣ ଭୂବକ୍ଷର ସମସ୍ତ ଦେହଧାରୀ ଦୁରାଚାରୀ ଥିଲେ। ଈଶ୍ୱର ନୋହାଙ୍କୁ କହିଲେ, ସମସ୍ତ ମାନବ ଜାତିକୁ ବିନାଶ କରିବା ପାଇଁ ମୁଁ ସଂକଳ୍ପ କରିଅଛି, କାରଣ ସେମାନଙ୍କ ଯୋଗୁଁ ଭୂମଣ୍ଡଳରେ ହିଂସା ପରିପୂର୍ଣ୍ଣ ହୋଇଛି। ମୁଁ ସେମାନଙ୍କୁ ପୃଥିବୀ ସମେତ ବିନଷ୍ଟ କରିବି। ଗୋଫେର କାଷ୍ଠରେ ତୁମେ ଗୋଟିଏ ସିନ୍ଧୁକ ନିଜ ପାଇଁ ନିର୍ମାଣ କର। ସିନ୍ଧୁକ ମଧ୍ୟରେ ପ୍ରକୋଷ୍ଠ ସମୂହ ପ୍ରସ୍ତୁତ କର ଓ ତାହାର ଭିତର ତଥା ବାହାର ଭାଗକୁ ପିଚୁ ଦ୍ୱାରା ଲେପନ କର। ତୁମକୁ ତାହା ଏହିପରି ଭାବରେ ନିର୍ମାଣ କରିବାକୁ ପଡ଼ିବ। ସିନ୍ଧୁକର ଦୈର୍ଘ୍ୟ 300 ହାତ, ପ୍ରସ୍ଥ 50 ହାତ ଓ ଉଚ୍ଚତା 30 ହାତ ହେବ। ସିନ୍ଧୁକର ଉପରି ଭାଗରେ ଗୋଟିଏ ଛାତ ନିର୍ମାଣ କରିବ। ତାହାର ଗୋଟିଏ ହାତ ନିମ୍ନରେ ଏକ ବାତାୟନ ଓ ସିନ୍ଧୁକ ପାର୍ଶ୍ୱରେ ଦ୍ୱାର ରଖିବ। ପ୍ରଥମ, ଦ୍ୱିତୀୟ ତଥା ତୃତୀୟ ପଦତଳ ମଧ୍ୟ ରହିବ, କାରଣ ପୃଥିବୀରେ ମୁଁ ଏକ ଜଳ ପ୍ରଳୟ ଆନୟନ କରିବାକୁ ଯାଉଛି। ଆକାଶ ତଳେ ପ୍ରାଣବାୟୁ ଲାଭ କରିଥିବା ସମସ୍ତ ପ୍ରାଣୀଙ୍କୁ ମୁଁ ବିନାଶ କରିବି। ଭୂମଣ୍ଡଳରେ ବିଚରଣ କରୁଥିବା ସମସ୍ତ ପ୍ରାଣୀଙ୍କୁ ମୁଁ ବିନଷ୍ଟ କରିବି, କିନ୍ତୁ ତୁମ ସହ ମୁଁ ମୋର ବ୍ୟବସ୍ଥା ବିଧାନ ସ୍ଥାପନ କରିବି। ତୁମ ପୁତ୍ରଗଣ, ତୁମ ପତ୍ନୀ ତଥା ତୁମ ପୁତ୍ରମାନଙ୍କର ପତ୍ନୀମାନଙ୍କ ସହ ତୁମେ ସେହି ସିନ୍ଧୁକରେ ପ୍ରବେଶ କରିବ। ମାଂସ ବିଶିଷ୍ଟ ସମସ୍ତ ଜୀବଜନ୍ତୁ ମଧ୍ୟରୁ ସେମାନଙ୍କ ଜାତି ଅନୁଯାୟୀ ଯୋଡ଼ିଏ ଲେଖାଏଁ ପ୍ରାଣୀକୁ ତୁମ ସହ ସେମାନଙ୍କ ଜୀବନ ରକ୍ଷାର୍ଥେ ସିନ୍ଧୁକ ଭିତରକୁ ନେଇଯିବ। ସିନ୍ଧୁକ ଗୁଡ଼ିକ ପୁରୁଷ ତଥା ସ୍ତ୍ରୀ ପ୍ରାଣୀ ହେବେ। ସର୍ବବିଧ ବିହଙ୍ଗ, ନାନା ପ୍ରକାରର ପଶୁ ତଥା ବିଭିନ୍ନ ପ୍ରକାର ସରୀସୃପ ସଂରକ୍ଷିତ ରହିବା ସକାଶେ 2ଟି ଲେଖାଏଁ ତୁମ ସହ ସିନ୍ଧୁକ ଭିତରେ ପ୍ରବେଶ କରିବେ। ତୁମର ଓ ସେଗୁଡ଼ିକର ଆହାର ପାଇଁ ସର୍ବବିଧ ଖାଦ୍ୟ ପଦାର୍ଥ ମଧ୍ୟ ସେଥିରେ ସଞ୍ଚୟ କରି ରଖିବ। ନୋହା ସେହିପରି କଲେ। ଈଶ୍ୱରଙ୍କ ନିର୍ଦ୍ଦେଶାନୁଯାୟୀ ସେ ସବୁ କିଛି ସମ୍ପାଦନ କଲେ। ଅଧ୍ୟାୟ 7 ଜଳ ପ୍ରଳୟ। ଏହାପରେ ପ୍ରଭୁ ନୋହାଙ୍କୁ କହିଲେ, ତୁମେ ଓ ତୁମର ସମସ୍ତ ପରିବାରବର୍ଗ ସିନ୍ଧୁକ ମଧ୍ୟରେ ପ୍ରବେଶ କର, କାରଣ ଏହି ବଂଶର ଲୋକମାନଙ୍କ ମଧ୍ୟରେ ତୁମକୁ ମୋ ସନ୍ନିଧାନରେ ନୀତିନିଷ୍ଠ ରୂପେ ମୁଁ ଦେଖିଅଛି। ଭୂମଣ୍ଡଳରେ ସେଗୁଡ଼ିକର ଜାତି ସଂରକ୍ଷିତ ହୋଇ ରହିବା ପାଇଁ ଶୁଦ୍ଧ ଜନ୍ତୁଗୁଡ଼ିକ ମଧ୍ୟରୁ ପୁରୁଷ ତଥା ସ୍ତ୍ରୀ ପ୍ରାଣୀ ଭେଦରେ 7 ଯୋଡ଼ି ଓ ଅଶୁଦ୍ଧ ଜନ୍ତୁଗୁଡ଼ିକ ମଧ୍ୟରୁ ପୁରୁଷ ତଥା ସ୍ତ୍ରୀ ପ୍ରାଣୀ ଭେଦରେ 1 ଯୋଡ଼ି ଜନ୍ତୁ ଓ ଆକାଶରେ ବିଚରଣ କରୁଥିବା ପକ୍ଷୀମାନଙ୍କ ମଧ୍ୟରୁ ଅଣ୍ଡିରା ତଥା ମାଈ ଭେଦରେ 7 ଯୋଡ଼ି ପକ୍ଷୀଙ୍କ ତୁମ ଗହଣରେ ଘେନି ଆଣ। 7 ଦିନ ପରେ 40 ଦିବସ ତଥା 40 ରାତ୍ରି ଧରି ମୁଁ ଭୂମଣ୍ଡଳରେ ବୃଷ୍ଟିପାତ କରାଇବି ଓ ମୋ ଦ୍ୱାରା ସଜ୍ଜିତ ସକଳ ଜୀବିତ ପ୍ରାଣୀମାନଙ୍କୁ ଭୂବକ୍ଷରୁ ମୁଁ
ନିଶ୍ଚିହ୍ନ କରିବି। ପ୍ରଭୁ ଆଦେଶ ମୁତାବକ ନୋହା ସମସ୍ତ କାର୍ଯ୍ୟ ସାଧନ କଲେ। ଜଳ ପ୍ରଳୟ ହେବା ସମୟରେ ନୋହା 600 ବର୍ଷ ବୟସ୍କ ଥିଲେ। ଜଳ ପ୍ରଳୟରୁ ରକ୍ଷା ପାଇବା ପାଇଁ ନିଜ ପୁତ୍ରଗଣ, ନିଜ ପତ୍ନୀ, ନିଜ ପୁତ୍ରଙ୍କ ପତ୍ନୀ ସମେତ ନୋହା ସିନ୍ଧୁକ ମଧ୍ୟରେ ପ୍ରବେଶ କଲେ। ଈଶ୍ୱର ଆଦେଶ ଦେଇଥିବା ଅନୁଯାୟୀ ଶୁଦ୍ଧ ତଥା ଅଶୁଦ୍ଧ ଜନ୍ତୁ, ପକ୍ଷୀ ତଥା ସରୀସୃପ ଗୁଡ଼ିକ ପୁରୁଷ ସ୍ତ୍ରୀ ପ୍ରାଣୀ ଭେଦରେ 2ଟି ଲେଖାଏଁ ସିନ୍ଧୁକ ମଧ୍ୟରେ ପ୍ରବେଶ କଲେ। 7 ଦିନ ପରେ ଭୂମଣ୍ଡଳରେ ଜଳ ପ୍ରଳୟ ଆରମ୍ଭ ହେଲା। ନୋହାଙ୍କ ଜୀବନ କାଳର 600 ବର୍ଷର ଦ୍ୱିତୀୟ ମାସ ଓ ସେହି ମାସର 15 ଦିବସରେ ଅଗାଧ ଗଭୀରର ଜଳସ୍ରୋତ ମାଡ଼ି ଆସିଲା ଓ ଆକାଶମଣ୍ଡଳର ବାତାୟନ ସମୂହ ଖୋଲିଗଲା। ଫଳରେ 40 ଦିବସ ତଥା 40 ରାତ୍ରି ଏହି ପୃଥିବୀ ଉପରେ ବୃଷ୍ଟିପାତ ହେଲା। ସେହି ଦିବସରେ ନୋହା ଓ ତାଙ୍କ ପୁତ୍ରଗଣ ସେମ୍, ହାମ୍, ଜାଫେତ୍ ଓ ତାଙ୍କର ପତ୍ନୀ ତଥା ତାଙ୍କ ପୁତ୍ରମାନଙ୍କ ପତ୍ନୀଗଣ ସିନ୍ଧୁକ ମଧ୍ୟରେ ପ୍ରବେଶ କଲେ। ସେମାନଙ୍କ ଗହଣରେ ସର୍ବବିଧ ବନ୍ୟଜନ୍ତୁ, ଗୋପଲ, ସରୀସୃପ ତଥା ବିହଙ୍ଗ ସମୂହ ମଧ୍ୟ ପ୍ରବେଶ କଲେ। ପ୍ରାଣବାୟୁ ସମ୍ପନ୍ନ ଜୀବଜନ୍ତୁ ମଧ୍ୟରୁ 20 ଲେଖାଏଁ ପ୍ରବେଶ କଲେ। ନୋହାଙ୍କୁ ଈଶ୍ୱର ଆଦେଶ ଦେଇଥିବା ଅନୁକ୍ରମେ ସମସ୍ତ ଜୀବଜନ୍ତୁ ପୁରୁଷ ସ୍ତ୍ରୀ ପ୍ରାଣୀ ଭେଦରେ ପ୍ରବେଶ କଲେ। ଅନନ୍ତର ଈଶ୍ୱର ନୋହାଙ୍କୁ ସିନ୍ଧୁକ ମଧ୍ୟରେ ରୁଦ୍ଧ କଲେ। 40 ଦିନ ବ୍ୟାପୀ ପୃଥିବୀରେ ଜଳ ପ୍ରଳୟ ଘଟିଲା। ଜଳପତନ ବୃଦ୍ଧି ପାଇ ସିନ୍ଧୁକକୁ ଉତ୍ତୋଳନ କଲା ଓ ତାହା ଭୂପୃଷ୍ଠ ଉପରେ ଉଠିଲା। ପୃଥିବୀ ଜଳ ପ୍ରଳୟ ଭାବେ ବୃଦ୍ଧି ପାଇ ସିନ୍ଧୁକ ଜଳରାଶି ଉପରେ ଭାସିବାକୁ ଲାଗିଲା। ଜଳପତନ ଭୂପୃଷ୍ଠରେ ଏତେ ବୃଦ୍ଧି ପାଇଲା ଯେ ଆକାଶ ତଳେ ଥିବା ପର୍ବତ ସମୂହ ସେଥିରେ ନିମଗ୍ନ ହେଲେ। ଜଳରାଶି ପର୍ବତ ସମୂହ ଉପରେ 15 ହାତ ପର୍ଯ୍ୟନ୍ତ ଉଠି ସେଗୁଡ଼ିକୁ ନିମଗ୍ନ କଲା। ଭୂମଣ୍ଡଳରେ ବିଚରଣ କରୁଥିବା ବିହଙ୍ଗ, ଗୋପଲ, ବନ୍ୟଜନ୍ତୁ, ପୃଥିବୀ ଉପରେ ଉରଗାମୀ ସରୀସୃପ ପ୍ରଭୃତି ମାଂସ ବିଶିଷ୍ଟ ସମସ୍ତ ଜୀବଜନ୍ତୁ ପ୍ରାଣତ୍ୟାଗ କଲେ। ଶୁଷ୍କ ଭୂମି ଉପରେ ଯେଉଁ ପ୍ରାଣୀମାନଙ୍କ ନାସାରନ୍ଧ୍ର ହେଲା, ଜୀବଶ୍ୱାସ ପ୍ରବାହିତ ହେଉଥିଲା, ସେ ସମସ୍ତ ମୃତ୍ୟୁ କବଳିତ ହେଲେ। ମନୁଷ୍ୟ, ପଶୁ, ସରୀସୃପ ତଥା ଆକାଶର ପକ୍ଷୀଗଣ ପ୍ରଭୃତି ସମସ୍ତ ଜୀବିତ ପ୍ରାଣୀଙ୍କ ଭୂପୃଷ୍ଠରୁ ସେ ନିଶ୍ଚିହ୍ନ କରିଦେଲେ। ପୃଥିବୀରୁ ସେଗୁଡ଼ିକ ନିଶ୍ଚିହ୍ନ ହୋଇଗଲେ। କେବଳ ନୋହା ଓ ତାଙ୍କ ସଙ୍ଗରେ ଥିବା ସମସ୍ତ ପ୍ରାଣୀ ବଞ୍ଚିଗଲେ। 150 ଦିନ ବ୍ୟାପୀ ଭୂପୃଷ୍ଠରେ ଜଳ ପ୍ରଳୟ ହୋଇ ରହିଲା। ଜଳ ପ୍ରଳୟର ଅବସାନ। ଅଧ୍ୟାୟ 8। ତତ୍ପରେ ନୋହା ଓ ତାଙ୍କ ଗହଣରେ ସିନ୍ଧୁକରେ ଥିବା ସମସ୍ତ ବନ୍ୟଜନ୍ତୁ ଏବଂ ଗୋପଲକୁ ଈଶ୍ୱର ସ୍ମରଣ କଲେ। ଆଉ ଭୂମଣ୍ଡଳରେ ସେ ଏକ ବାୟୁ ପ୍ରବାହିତ କରାଇଲେ। ତହୁଁ ଜଳରାଶି କମିବାକୁ ଲାଗିଲା। ଅଗାଧ ଗଭୀର ଠାରୁ ନିଃସୃତ ଝରଣାଗୁଡ଼ିକ ତଥା ଆକାଶର ବାତାୟନ ସମୂହ ରୁଦ୍ଧ କରାଗଲା।
ଆକାଶରୁ ପତିତ ହେଉଥିବା ବୃଷ୍ଟିପାତ ବନ୍ଦ ହେଲା। ତହୁଁ ପୃଥିବୀ ଉପରୁ ଜଳରାଶି କ୍ରମଶଃ ହଟିବାକୁ ଲାଗିଲା। 150 ଦିନ ପରେ ଜଳରାଶି ବହୁ ମାତ୍ରାରେ ହ୍ରାସ ପାଇଲା। ଅନନ୍ତର ସପ୍ତମ ମାସର ସପ୍ତଦଶ ଦିବସରେ ଆରାରାତ ପର୍ବତ ଉପରେ ସିନ୍ଧୁକଟି ଲାଗିଲା। ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ କମି ଆସିଲା। ସେହି ଦଶମ ମାସର ପ୍ରଥମ ଦିବସରେ ପର୍ବତ ସମୂହର ଶୃଙ୍ଗଗୁଡ଼ିକ ଦୃଶ୍ୟ ହେଲା। ପୁଣି 40 ଦିବସ ପରେ ନୋହା ନିଜ ଦ୍ୱାରା ନିର୍ମିତ ସିନ୍ଦୁକର ଝରକାଟିକୁ ଖୋଲି ଦେଇ ଗୋଟିଏ ଡାମରା କାଉକୁ ଉଡ଼ାଇ ଦେଲେ। ପୃଥିବୀରୁ ଜଳ ଶୁଷ୍କ ହେବା ପର୍ଯ୍ୟନ୍ତ ସେହି କାଉ ଇତସ୍ତତ ଉଡ଼ିବାରେ ଲାଗିଲା। ତତ୍ପରେ ଭୂମିରୁ ଜଳ କମିଯାଇଛି କି ନାହିଁ ଏହା ଜାଣିବା ପାଇଁ ସେ ଗୋଟିଏ କପୋତକୁ ମଧ୍ୟ ଉଡ଼ାଇ ଦେଲେ। ଭୂମଣ୍ଡଳ ଉପରେ ଜଳ ତଥାପି ପ୍ରବାହିତ ହେଉଥିବା ଯୋଗୁଁ ନିଜ ପାଦ ରଖିବା ପାଇଁ ସ୍ଥାନ ନ ପାଇ ସେହି କପୋତଟି ସିନ୍ଧୁକ ମଧ୍ୟରେ ତାଙ୍କ ପାଖକୁ ଫେରି ଆସିଲା। ତହୁଁ ସେ ହାତ ବଢ଼ାଇ ତାକୁ ସିନ୍ଧୁକ ମଧ୍ୟକୁ ଘେନିଗଲେ। ପୁଣି 7 ଦିନ ଅପେକ୍ଷା କଲା ପରେ ସେହି କପୋତକୁ ସେ ପୁନରାୟ ବାହାରକୁ ଉଡ଼ାଇ ଦେଲେ। ସନ୍ଧ୍ୟା ସମୟରେ ସେହି କପୋତ ତାଙ୍କ ନିକଟକୁ ଫେରି ଆସିଲା ଓ ତାହା ଜିତ୍ ବୃକ୍ଷର ଗୋଟିଏ ପତ୍ର ମଧ୍ୟ ନିଜ ଥଣ୍ଟରେ ଧରିଥିଲା। ଏଥିରୁ ନୋହା ଜାଣିପାରିଲେ ଯେ ପୃଥିବୀରୁ ଜଳ କମିଯାଇଛି। ପୁନର୍ବାର 7 ଦିନ ଅପେକ୍ଷା କଲା ପରେ ସେହି କପୋତକୁ ସେ ପୁନରାୟ ବାହାରକୁ ଉଡ଼ାଇ ଦେଲେ। କିନ୍ତୁ ତାହା ତାଙ୍କ ପାଖକୁ ଆଉ ଫେରି ଆସିଲା ନାହିଁ। ନୋହାଙ୍କ ଜୀବନ କାଳର 601 ବର୍ଷର ପ୍ରଥମ ମାସର ପ୍ରଥମ ଦିବସରେ ଭୂମଣ୍ଡଳରେ ଥିବା ଜଳ ଶୁଷ୍କ ହେଲା। ତେବେ ନୋହା ସିନ୍ଧୁକର ଛାତ ଉଠାଇ ବାହାରକୁ ଅନାଇ ଦେଖିଲା ଯେ ପୃଥିବୀ ଶୁଷ୍କ ହୋଇଅଛି। ଦ୍ୱିତୀୟ ମାସର 27 ଦିବସରେ ଭୂମି ସମ୍ପୂର୍ଣ୍ଣ ଭାବେ ଶୁଷ୍କ ହେଲା। ସେ ସମୟରେ ଈଶ୍ୱର ନୋହାଙ୍କୁ କହିଲେ, ତୁମ ପତ୍ନୀ, ପୁତ୍ରଗଣ ଓ ସେମାନଙ୍କର ପତ୍ନୀମାନଙ୍କ ସମେତ ତୁମେ ସିନ୍ଧୁକରୁ ବାହାରି ଆସ। ସିନ୍ଧୁକ ମଧ୍ୟରେ ଥିବା ପକ୍ଷୀ, ପଶୁ ତଥା ଭୂପୃଷ୍ଠରେ ଉରଗାମୀ ସମସ୍ତ ସରୀସୃପକୁ ବାହାରକୁ ଘେନି ଆସ। ସେମାନେ ପୃଥିବୀରେ ଫଳବନ୍ତ ଓ ବୃଦ୍ଧିପ୍ରାପ୍ତ ହୋଇ ଭୂମଣ୍ଡଳରେ ପୂର୍ଣ୍ଣ ହୁଅନ୍ତୁ। ସୁତରାଂ ନିଜ ପତ୍ନୀ, ପୁତ୍ରଗଣ ଓ ସେମାନଙ୍କର ପତ୍ନୀ ସମେତ ନୋହା ସିନ୍ଧୁକରୁ ବାହାରି ଆସିଲେ। ସେହିଭଳି ସ୍ୱବର୍ଗାନୁକ୍ରମେ ସମସ୍ତ ପଶୁ, ସରୀସୃପ, ପକ୍ଷୀଗଣ ପ୍ରଭୃତି ଭୂଚର ପ୍ରାଣୀ ସିନ୍ଧୁକ ମଧ୍ୟରୁ ବାହାରି ଆସିଲେ। ଏହାପରେ ନୋହା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ବଳିପୀଠ ନିର୍ମାଣ କଲେ ଓ ସେଥିରେ ସମସ୍ତ ଶୁଦ୍ଧ ପଶୁ ତଥା ପକ୍ଷୀମାନଙ୍କ ମଧ୍ୟରୁ କେତେକଙ୍କୁ ହୋମବଳି ରୂପେ ଉତ୍ସର୍ଗ କଲେ। ସେ ସମୟରେ ସେଗୁଡ଼ିକର ପ୍ରୀତିକର ବାସ୍ନା ଆଘ୍ରାଣ କରି ପ୍ରଭୁ ଆତ୍ମବତ କହିଲେ, ମନୁଷ୍ୟ ଯୋଗୁଁ ପୃଥିବୀକୁ ମୁଁ ଆଉ କେବେ ହେଁ ଅଭିଶାପ ଦେବି ନାହିଁ। ଯଦ୍ୟପି ନିଜ ଯୁବା କାଳଠାରୁ ମନୁଷ୍ୟ ହୃଦୟର ଭାବନା ମନ୍ଦ, ସେହିଭଳି ବର୍ତ୍ତମାନ କରିଥିବା ପ୍ରକାରେ ସମସ୍ତ ଜୀବଜନ୍ତୁଙ୍କୁ ମଧ୍ୟ ଆଉ କେବେ ମୁଁ
ବିନଷ୍ଟ କରିବି ନାହିଁ। ଭୂମଣ୍ଡଳ ରହିଥିବା ପର୍ଯ୍ୟନ୍ତ ବୀଜ ବପନ ତଥା ଫସଲ ଅମଳ, ଶୀତ ତଥା ଉତ୍ତାପ, ଗ୍ରୀଷ୍ମ ତଥା ଶୀତକାଳ ଓ ଦିବସ ତଥା ରାତ୍ରି ଲୁପ୍ତ ହେବ ନାହିଁ। ଅଧ୍ୟାୟ 9। ନୋହାଙ୍କ ସହ ଈଶ୍ୱରଙ୍କ ବ୍ୟବସ୍ଥା ବିଧାନ। ନୋହା ଓ ତାଙ୍କ ପୁତ୍ରମାନଙ୍କୁ ଆଶୀଷ ଦେଇ ଈଶ୍ୱର କହିଲେ, ଫଳବନ୍ତ ତଥା ବୃଦ୍ଧିପ୍ରାପ୍ତ ହୋଇ ପୃଥିବୀକୁ ପରିପୂର୍ଣ୍ଣ କର। ଭୂପୃଷ୍ଠରେ ବିଚରଣ କରୁଥିବା ସମସ୍ତ ପଶୁ, ଆକାଶମଣ୍ଡଳର ବିହଙ୍ଗ, ଧରାଧାମର ଉରଗାମୀ ସବୁକିଛି ଓ ସମୁଦ୍ରର ମତ୍ସ୍ୟ ସମସ୍ତେ ତୁମ ପ୍ରତି ଭୀତ ତଥା ତ୍ରାସଯୁକ୍ତ ହେବେ। ସେମାନେ ସମସ୍ତେ ତୁମ ହସ୍ତରେ ସମର୍ପିତ ହୋଇଛନ୍ତି। ସମସ୍ତ ଜଙ୍ଗମ ପ୍ରାଣୀ ତୁମ ଖାଦ୍ୟ ହେବ। ମୁଁ ଯେପରି ତୁମକୁ ସବୁଜ ଉଦ୍ଭିଦ ଦେଇଥିଲି, ସେହିଭଳି ଏ ସମସ୍ତକୁ ମଧ୍ୟ ତୁମକୁ ପ୍ରଦାନ କରୁଅଛି। କିନ୍ତୁ ତୁମେମାନେ ସ୍ୱପ୍ରାଣ ଅର୍ଥାତ୍ ସ୍ୱରକ୍ତ ମାଂସ ଭକ୍ଷଣ କରିବ ନାହିଁ। ଜୀବନଦାୟକ ରକ୍ତ ସକାଶେ ମୁଁ ଅବଶ୍ୟ ପ୍ରତିଶୋଧ ନେବି। ସମସ୍ତ ପଶୁ ତଥା ମଣିଷଠାରୁ ମୁଁ ତାହା ମାଗିବି। ପ୍ରତ୍ୟେକ ମଣିଷଠାରୁ ମୁଁ ତାର ଭ୍ରାତାର ଜୀବନ ପାଇଁ ହିସାବ ନିକାଶ କରିବି। ଯିଏ ମନୁଷ୍ୟର ରକ୍ତପାତ କରିବ, ତାର ରକ୍ତପାତ ମଧ୍ୟ ମନୁଷ୍ୟ ଦ୍ୱାରା କରାଯିବ। କାରଣ ଈଶ୍ୱର ମନୁଷ୍ୟକୁ ନିଜ ପ୍ରତିରୂପରେ ସୃଷ୍ଟି କରିଛନ୍ତି। ତୁମେମାନେ ଫଳବନ୍ତ ତଥା ବୃଦ୍ଧିପ୍ରାପ୍ତ ହୁଅ। ଭୂପୃଷ୍ଠରେ ପ୍ରଚୁର ଭାବେ ଉତ୍ପାଦନ କର ଓ ତନ୍ମଧ୍ୟରେ ବର୍ଦ୍ଧମାନ ହୁଅ। ପୁନରାୟ ନୋହା ଓ ତାଙ୍କ ସହବର୍ତ୍ତୀ ପୁତ୍ରମାନଙ୍କୁ ଈଶ୍ୱର କହିଲେ, ତୁମ ସହ ତଥା ତୁମ ପରବର୍ତ୍ତୀ ବଂଶଧରମାନଙ୍କ ସହ ମୁଁ ଏହି ବ୍ୟବସ୍ଥା ବିଧାନ ସ୍ଥାପନ କରୁଅଛି। ତୁମ ଗହଣରେ ସିନ୍ଧୁକ ମଧ୍ୟରୁ ବାହାରି ଆସିଥିବା ପକ୍ଷୀ, ଗୋପଲ, ବନ୍ୟଜନ୍ତୁ ପ୍ରଭୃତି ସମସ୍ତ ଜୀବଜନ୍ତୁ ସହ ମଧ୍ୟ ମୁଁ ଏହି ବ୍ୟବସ୍ଥା ବିଧାନ ରଖୁଅଛି। ମୁଁ ତୁମ ସହ ସ୍ଥାପନ କରିଥିବା ବ୍ୟବସ୍ଥା ବିଧାନ ଏହା ଯେ, ପୁନରାୟ ଆଉ କେବେ ହେଁ ସମସ୍ତ ମାଂସ ବିଶିଷ୍ଟ ଜୀବ ପ୍ରଳୟ ଦ୍ୱାରା ଉଚ୍ଛିନ୍ନ ହେବ ନାହିଁ ଓ ଭୂମଣ୍ଡଳରୁ ବିଲୁପ୍ତ କରିବା ପାଇଁ ଆଉ କେବେ ହେଁ ଜଳ ପ୍ରଳୟ ଘଟିବ ନାହିଁ। ଈଶ୍ୱର କହିଲେ, ସକଳ ଯୁଗ ବ୍ୟାପୀ ତୁମମାନଙ୍କ ତଥା ସମସ୍ତ ଜୀବଜନ୍ତୁ ସହ ମୁଁ ସଂସ୍ଥାପନ କରୁଛି ବ୍ୟବସ୍ଥା ବିଧାନର ଚିହ୍ନ ଏହା ଯେ, ମେଘମାଳା ମଧ୍ୟରେ ମୁଁ ମୋର ଧନୁ ସ୍ଥାପନ କରିବି। ମୋର ଓ ପୃଥିବୀ ମଧ୍ୟରେ ସଂସ୍ଥାପିତ ବ୍ୟବସ୍ଥାର ଚିହ୍ନ ଏହା ହେବ। ଭୂମଣ୍ଡଳ ଉପରେ ମୁଁ ମେଘମାଳା ବିସ୍ତାର କରିବା ସମୟରେ ସେହି ଧନୁ ମଧ୍ୟ ଦୃଶ୍ୟମାନ ହେବ। ତେବେ ମୋର ଓ ତୁମର ଏବଂ ସମସ୍ତ ମାଂସ ବିଶିଷ୍ଟ ଜୀବଜନ୍ତୁ ମଧ୍ୟରେ ସଂସ୍ଥାପିତ ମୋର ବ୍ୟବସ୍ଥା ବିଧାନକୁ ମୁଁ ସ୍ମରଣ କରିବି। ସମସ୍ତ ଜୀବମାନଙ୍କୁ ଧ୍ୱଂସ କରିବା ପାଇଁ ଜଳରାଶି ପୁନର୍ବାର ପ୍ଳାବିତ ହେବ ନାହିଁ। ମେଘମାଳା ମଧ୍ୟରେ ଧନୁ ଶୋଭିତ ହେବା ସମୟରେ ମୁଁ ତାହା ଅବଲୋକନ କରିବି ଓ ଭୂପୃଷ୍ଠବାସୀ ସମସ୍ତ ପ୍ରକାର ଜୀବଜନ୍ତୁଙ୍କ ସହ ସଦାକାଳ ପାଇଁ କରିଥିବା ମୋର ବ୍ୟବସ୍ଥାକୁ ମୁଁ ସ୍ମରଣ କରିବି। ଈଶ୍ୱର ନୋହାଙ୍କୁ କହିଲେ,
ଭୂପୃଷ୍ଠବାସୀ ତଥା ସମସ୍ତ ପ୍ରକାର ଜୀବଜନ୍ତୁଙ୍କ ସହ ମୋ ଦ୍ୱାରା ସଂସ୍ଥାପିତ ବ୍ୟବସ୍ଥା ବିଧାନର ଚିହ୍ନ ଏହା ହେବ। ସିନ୍ଧୁକରୁ ବହିର୍ଗତ ହୋଇଥିବା ନୋହାଙ୍କ ସନ୍ତାନମାନେ ହେଲେ ସେମ୍, ହାମ୍ ଓ ଜାଫେତ୍। ହାମ୍ କାନାନଙ୍କ ପିତା ଥିଲେ। ଏହି 3 ଜଣ ନୋହାଙ୍କର ସନ୍ତାନ। ଏହିମାନଙ୍କ ଠାରୁ ସମଗ୍ର ପୃଥିବୀ ଜନପୂର୍ଣ୍ଣ ହେଲା। ନୋହା ପ୍ରଥମ ଭୂମି କର୍ଷଣକାରୀ ଥିଲେ ଓ ସେ ଗୋଟିଏ ଦ୍ରାକ୍ଷା ଉଦ୍ୟାନ ରୋପଣ କଲେ। ଦ୍ରାକ୍ଷାରସ ପାନ କରି ମଦମତ୍ତ ହୋଇ ଶିବିର ମଧ୍ୟରେ ନୋହା ବିବସ୍ତ୍ର ଅବସ୍ଥାରେ ଶୋଇଲେ। କାନାନଙ୍କ ପିତା ହାମ୍ ନିଜ ପିତାଙ୍କ ଉଲଗ୍ନ ଅବସ୍ଥା ଦେଖି ବାହାରେ ଥିବା ନିଜ ସହୋଦରଙ୍କୁ ଏହି ବୃତ୍ତାନ୍ତ କହିଲେ। ତାପରେ ସେମ୍ ଓ ଜାଫେତ୍ ଗୋଟିଏ ବସ୍ତ୍ର ଧରି ଆପଣା ସ୍କନ୍ଧ ଉପରେ ରଖି ପଶ୍ଚାତ୍ ଗମନ କରି ନିଜ ଉଲଗ୍ନ ପିତାଙ୍କୁ ଆଚ୍ଛାଦନ କଲେ। ସେମାନେ ମୁଖ ବୁଲାଇ ରଖିଥିବା ଯୋଗୁଁ ନିଜ ପିତାଙ୍କର ଉଲଗ୍ନ ଅବସ୍ଥା ଦେଖିନଥିଲେ। ମାତାଲ ଅବସ୍ଥାରୁ ମୁକ୍ତ ହୋଇ ନିଦ୍ରାରୁ ଉଠିଥିବା ନୋହା ତାଙ୍କ ପ୍ରତି ନିଜର କନିଷ୍ଠତମ ପୁତ୍ରଙ୍କ ଦ୍ୱାରା ସମ୍ପାଦିତ କାର୍ଯ୍ୟ ସମ୍ବନ୍ଧରେ ଅବଗତ ହେଲେ। ସେ କହିଲେ, କାନାନ୍ ଅଭିଶପ୍ତ ହେଉ ଓ ନିଜ ଭ୍ରାତାମାନଙ୍କ ଦାସଗଣଙ୍କ ଦାସ ହେଉ। ସେ ଆହୁରି କହିଲେ, ସେମ୍‌ର ପ୍ରଭୁ ଈଶ୍ୱର ମଧ୍ୟ ଧନ୍ୟ ହୁଅନ୍ତୁ ଓ କାନାନ୍ ସେମ୍‌ର ଦାସ ହେଉ। ଈଶ୍ୱର ଜାଫେତ୍ର ବଂଶକୁ ପରିବର୍ଦ୍ଧିତ କରାନ୍ତୁ। ସେ ସେମ୍‌ର ଶିବିର ସମୂହ ମଧ୍ୟରେ ଅବସ୍ଥାନ କରୁ ଓ କାନାନ୍ ତାର ଦାସ ହେଉ। ଜଳପ୍ରଳୟର ସମାପ୍ତି ପରେ ନୋହା 350 ବର୍ଷ ଜୀବିତ ରହିଲେ। ନୋହା ସର୍ବମୋଟ 950 ବର୍ଷ ଜୀବିତ ଥିଲେ ଓ ତତ୍ପରେ ସେ ମୃତ୍ୟୁବରଣ କଲେ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମାର୍କୋଙ୍କ ସୁସମାଚାର ଅଧ୍ୟାୟ 4 ପଦ ସଂଖ୍ୟା 4। ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚେ ନାହିଁ, ବରଂ ଈଶ୍ୱରଙ୍କ ମୁଖ ନିଃସୃତ ପ୍ରତ୍ୟେକ ବାଣୀରେ ବଞ୍ଚେ। ପ୍ରାର୍ଥନା କରିବା, ପ୍ରଭୁ ଆମ୍ଭମାନଙ୍କୁ ବାକ୍ୟ ଦିଅ। ଧନ୍ୟବାଦ ଯୀଶୁ, ତୁମର ପବିତ୍ର ବାକ୍ୟ ପାଇ, ଜୀବନ୍ତ ବାକ୍ୟ ପାଇ ଆଜି ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।